ଆସନ୍ତୁ ଆଜି ପଶୁପକ୍ଷୀ ଗପର ପ୍ରଥମ ଭାଗକୁ ଯିବା। ବଣ ରାଇଜର ରାଜା ସିଂହ। ସେହି ବଣ ରାଇଜର ରାଜା ସିଂହର ମନ୍ତ୍ରୀ ହେଉଛି ବିଲୁଆ। ସେ ବହୁତ ଚାଲାକ। ତାର ବୁଦ୍ଧି ଆଗରେ ସିଂହ ରାଜା ବଣ ରାଇଜକୁ ଚଳାଏ। ଦିନେ ବିଲୁଆ ସିଂହ ପାଖରେ ବସି କହେ, ମହାରାଜ, ଆପଣ ତ ଏତେ ଜୀବର ମାଂସ ଖାଉଛନ୍ତି। ଠେକୁଆ ମାଂସ, ହରିଣ ମାଂସ, ମଇଁଷି ମାଂସ, ଏମିତି ବହୁତ ପ୍ରକାର ମାଂସ ଖାଉଛନ୍ତି। କୋଉ ମାଂସ ଭଲ ଲାଗେ? ମାଂସ ବିଷୟରେ ଯେତେବେଳେ ସିଂହକୁ ପଚାରିଲା ବିଲୁଆ, ସିଂହ କହିଲା, ମତେ ସବୁ ମାଂସ ଭଲ ଲାଗେ, ହେଲେ ଯେତେବେଳେ ଭୋକ ଲାଗିଥାଏ ସେହି ସମୟରେ ଯେ ମାଂସ ଦେଲେ ସେ ଆହୁରି ବହୁତ ଭଲ ଲାଗେ। ବିଲୁଆର ଇଚ୍ଛା ହେଉଥାଏ ଉଟ ମାଂସ ଖାଇବା। ତେଣୁ ଉଟ ମାଂସ ଖାଇବା ପାଇଁ ସେ ଏହିସବୁ ଆଳ କରି ପଚାରୁଥାଏ। ବିଲୁଆ କହିଲା, ମହାରାଜ, ଆପଣ ଉଟ ମାଂସ ଖାଇଛନ୍ତି? ସିଂହ କହିଲା, ଉଟ ତ ଇଆଡ଼େ ନାହିଁ, ଉଟ ତ ମରୁଭୂମିରେ, ଉଟ ମାଂସ ଖାଇବି କେମିତି? ବିଲୁଆ କହିଲା, ଆପଣ ଉଟ ମାଂସ ଥରେ ଖାଆନ୍ତୁ, ଭୁଲି ପାରିବେନି, ତାର ଅପୂର୍ବ ସ୍ୱାଦ। ସିଂହ କହିଲା, ତୁ କଣ ଉଟ ମାଂସ ଖାଇଛୁ? ବିଲୁଆ କହିଲା, ମହାରାଜ, ମୋ ବାପା କହୁଥିଲେ ସେ ଥରେ ମରୁଭୂମିର ମରୁ ଦେବତା, ମରୁବୁଢ଼ୀ ଦେବତା, ତେଣୁ ମରୁଭୂମିର ବୁଢ଼ୀ ଠାକୁରାଣୀ ମରୁ ଦେବତାଙ୍କ ପାଖକୁ ଯାଇଥିଲେ। ସେଠାରେ ସେ ଉଟ ମାଂସ ଖାଇଥିଲେ, ଉଟକୁ ମାରି। ସେତେବେଳର ଆପଣଙ୍କର ବାପା ରାଜା ଥାଏ, ମୋର ବାପା ମନ୍ତ୍ରୀ ଥାନ୍ତି। ସେତେବେଳେ ସେମାନେ ଯାଇଥାଏ ଏବଂ ଉଟ ମାଂସ ଖାଇଥାଏ। ଆପଣ ତ ଜାଣିନାହାନ୍ତି, କିନ୍ତୁ ମୋର ମନେ ଅଛି। ତେଣୁ ଆପଣ ତ ଥରେ ସେ ମରୁଭୂମିର ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଗଲେନି କି ଉଟ ମାଂସ ଖାଇଲେନି। ଉଟ ମାଂସ କଥା ଶୁଣି ସିଂହର ପାଟିରୁ ଲାଳ ବୋହିଲା। କହିଲା, ମୁଁ ଏତେ ମାଂସ ଖାଇଲି, ଉଟ ମାଂସଟା ଖାଇପାରିବିନି? କହିଲା, ବିଲୁଆ, ତୁ ଗୋଟେ କାମ କର, ଖୁବ୍ ଶୀଘ୍ର ଆମେ ମରୁଭୂମିକୁ ଯାତ୍ରା କରିବା। ମୋ ପାଟିରୁ ଲାଳ ବାହାରିଲାନି ଉଟ ମାଂସ ଖାଇବାକୁ। ବିଲୁଆ କହିଲା, କଚେପୁଆ, ମଳୁ ଖୋଜୁଥିଲା ପଇଡ଼ ପାଣି, ବୈଦିକ ବୋତିଲା ଟକ ତୁରାଣି। ବିଲୁଆ କହିଲା, ମହାରାଜ, ଆମେ ଆଉ ଦେରି କରିବାନି, ଖୁବ୍ ଶୀଘ୍ର ଆମେ ମରୁଭୂମିକୁ ଯାତ୍ରା କରିବା। ବିଲୁଆ, ସିଂହ ରାଜା ଦୁଇଜଣ ମରୁଭୂମିକୁ ଯାତ୍ରା କଲେ। ମରୁଭୂମି ବାଟ ବହୁତ ଦୂର। ଯାତ୍ରା କରି କରି ସିଂହ ରାଜା ବହୁତ କ୍ଳାନ୍ତ ଅନୁଭବ କଲେ। କହିଲେ, ବିଲୁଆ, ଆମକୁ ଆସିବାର ବହୁତ ଦିନ ହେଇଗଲାନି, ମରୁଭୂମି କେତେ ଦୂର? ବିଲୁଆ କହିଲା, ଏଇପା ମରୁଭୂମି। ମରୁଭୂମି ଦେଖିଲା ପରେ ସିଂହ କହିଲା, ଏ ମରୁଭୂମିରେ ଗୋଟିଏ ଗଛ ନାହିଁ, କିଛି ନାହିଁ, ଏ ମରୁଭୂମିରେ ଆମେ କଣ କରିବା? ବିଲୁଆ କହିଲା, ମହାରାଜ, ଆମେ ଏଠି ଛକି ବସିବା। ମରୁଭୂମିରେ ଯେତେବେଳେ ଉଟ ଆସିବେ, ଆମେ ଉଟ ମାଂସ ପ୍ରଥମେ ଖାଇବା, ତାପରେ ବୁଢ଼ୀ ଠାକୁରାଣୀ ଦର୍ଶନ କରିବା, ତାପରେ ଆମେ ଘରକୁ ଯିବା। ଏ କଥା ଶୁଣି ସିଂହ ରାଜା
ବସିଥାଏ। ଖରା ବହୁତ ହଉଥାଏ। ସିଂହକୁ ଶୋଷ କଲା। ମରୁଭୂମି ଚାରିଆଡ଼େ କେଣେ ପାଣି ନାହିଁ। ସିଂହ କହିଲା, ବିଲୁଆ, ଏଠି ମୋତେ ପାଣି ଦରକାର, ପାଣି ନହେଲେ ମୁଁ ମରିଯିବି। ବିଲୁଆ କହିଲା, ମହାରାଜ, ମୁଁ ପାଣି କେଉଁଠୁ ଆଣିବି? ଆପଣ ଚାଲନ୍ତୁ, ଏଇ ମରୁ ଉଦ୍ୟାନରେ ଯିବା, ସେଠାରେ ପାଣି ମିଳିପାରେ। ନ ଚାଲିଲେ ଏମିତି ବସି ରହିଲେ କେଉଁଠି ପାଣି ମିଳିବ? ସିଂହ କହିଲା, ମୁଁ ମରୁ ଉଦ୍ୟାନ ଖୋଜି ଖୋଜି ବହୁତ ଥକିଲିଣି। ଦୂରକୁ ମରିଚିକା ଭଳି ଦେଖାଯାଉଛି, ଯିବା ବେଳକୁ କିଛି ନାହିଁ। ତେଣୁ ମୋତେ ପାଣି ନଦେଲେ ମୋର ଜୀବନ ଏଇଠି ଗଲା। ମୁଁ ବଞ୍ଚିଥିଲେ ସିନା ଉଟ ମାଂସ ଖାଇବି। ବିଲୁଆ କରିବ କ'ଣ? ବିଲୁଆ କହିଲା, ଯଦି ଏ ସିଂହଟା ମରିଯାଏ ତେବେ ମରିଯାଉ, ମୁଁ ବଣରେ ଯାଇ ରାଜା ହେବି। ଏଇ କଥା ଭାବି ବିଲୁଆ କହୁଥାଏ, ମହାରାଜ, ଅପେକ୍ଷା କରନ୍ତୁ, ଚାଲନ୍ତୁ, ଅପେକ୍ଷା କରନ୍ତୁ, ନହେଲେ ଚାଲନ୍ତୁ। ଯଦି ଆପଣ ଏଠି ଅପେକ୍ଷା କରିବେ ତେବେ ମୁଁ ଖୋଜି ପାଣି ଆଣିବି। ସିଂହ କହିଲା, ଠିକ୍ ଅଛି, ତୁ ପାଣି ଆଣିବାକୁ ଯା, ମୁଁ ଆଉ ଯାଇପାରିବି ନାହିଁ। ସିଂହକୁ ବସେଇ ଦେଇ ବିଲୁଆ ଗଲା। ବହୁତ ଖରା ହେଉଥାଏ। ଖଜୁରୀ ଗଛ ମୂଳରେ ସିଂହଟି ବସିଥାଏ। ସିଂହ ଚାହିଁଲା ଦୂରରୁ ଉଟ ଆସୁଛି। ଉଟ ଆସିଲା ପରେ ଉଟକୁ ମାରିବ କ'ଣ? କହିଲା, ତୁ କିଏ? ନା ମୁଁ ଉଟ। ମୁଁ ତ ଉଟ ମାଂସ ଖାଇତେ ଆଇଥିଲି, ମୋର ମାଂସ ଏବେ ଦରକାର ନାହିଁ, ମୋର ପାଣି ଦରକାର। କହିଲା, ଉଟ, ତୁ ମୋତେ ପାଣି ଦେଇପାରିବୁ? ପାଣି ନ ପିଇଲେ ମୁଁ ଜୀବନ ଚାଲିଗଲା, ଏଇଠି ମୋର ଜୀବନ ଚାଲିଗଲା, ତେଣୁ ତୁ ମୋତେ ପାଣି ଦେ। ଉଟ କହିଲା, ଏଇ କଥା? ତୁମେ ତ ବଣର ରାଜା, ତୁମର ତ ମରୁଭୂମିର କେଉଁଠି ଉଦ୍ୟାନର ପାଣି ଅଛି ତୁମେ ଜାଣନି। ତେଣୁ ତୁମେ ମୋ ପିଠିରେ ବସ, ମୁଁ ତୁମକୁ ପାଣି ଆଣିଦେବି। ମୋର ଉଟ ପିଠିରେ ସିଂହ ବସିଲା, ଉଟ ଚାଲିଲା। ଯାଉଥାଏ, ବାଟରେ ଦେଖା ପଡ଼ିଲା ବିଲୁଆ। ବିଲୁଆ କହିଲା, ମହାରାଜ, ମହାରାଜ, ଆପଣ ମୋତେ ଛାଡ଼ି ଦେଇ କୋଉଠି ଚାଲୁଛନ୍ତି? ନା, ମୁଁ ପାଣି ପିଇବି, ଉଟ ମୋତେ ନେଇଯାଉଛି। ନା, ମୋତେ ଟିକେ ବସାନ୍ତୁ। ବିଲୁଆ ଉଟ ଉପରକୁ ଚଢ଼ିଲା। ଦୁଇ ଜଣ ବସିଲେ, ଗଲେ। କିଛି ଦୂରରେ ମରୁ ଉଦ୍ୟାନରେ ପାଣି ଥିଲା। ଉଟ କହିଲା, ମହାରାଜ, ଆପଣ ପାଣି ପିଅନ୍ତୁ। ବିଲୁଆ, ସିଂହ ଦୁଇ ଜଣ ପାଣି ପିଇଲେ। ପାଣି ପିଇ ସାରି ସିଂହ କହିଲା, ରେ ଉଟ, ତୁ ଆଜିଠୁ ମୋର ମିତ। ତୁ ମୋତେ ଋଣୀ କରିଦେଲୁ, ତୁ ମୋତେ ନୂଆ ଜୀବନ ଦେଲୁ। ତୁ ଯେଉଁ ଉପକାର କଲୁ ସେ ଋଣ ମୁଁ ସୁଝି ପାରିବିନି। ମୁଁ ମହାରାଜ, ମୋର ବିଚାର ଅଛି, ନ୍ୟାୟ ଅଛି। ସେଇ ନ୍ୟାୟ ବଳରେ ତୁ ଆଜିଠୁ ତୋ ଋଣ ପାଇଁ ତୁ ମୋର ମିତ। ବିଲୁଆ କହିଲା, ଆମେ ଉଟ ଖାଇବାକୁ ଆସିଥିଲେ, ଇଏ କ'ଣ କହୁଛି ମିତ ମିତ? ଏଇ କଥା ଶୁଣି ଉଟ କହିଲା, ମହାରାଜ, ଆପଣ ଯଦି ମୋତେ ମିତ କରୁଛନ୍ତି କରନ୍ତୁ, ନହେଲେ ମୋତେ ମାରି ଖାଇବେ ଯଦି ଖାଆନ୍ତୁ। କିନ୍ତୁ ଯଦି ମିତ କରୁଛନ୍ତି ତେବେ ଇଏ ମରୁଭୂମିରେ ମୋ ଭଳିଆ ଯେଉଁ ଉଟମାନେ ଅଛନ୍ତି ତାଙ୍କୁ ଆପଣ ମାରନ୍ତୁ। ଏକେ, ଦ୍ୱିତୀୟରେ ସେମାନେ ହେଉଛନ୍ତି ଗୃହପାଳିତ, ତାଙ୍କର ମାଲିକ ଅଛି, ଆପଣ ତାକୁ ବି ସହଜରେ ମାରିପାରିବେ ନାହିଁ। ମୋର ମାଲିକ ଅଛି, ଆପଣ ଯଦି ଚାହିଁବେ ମୋତେ ମାରିଦିଅନ୍ତୁ, ମୋ ମାଲିକ ବି ଦିନେ ମୋତେ ମାରିଦେବେ, ମାରି ଖାଇପାରିବେ। ସିଂହ କହିଲା, ନାଇଁ 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 ନାଇଁ, ଆଜିଠୁ ମୋର ଉଟ ମାଂସ ଖିଆ ବନ୍ଦ, ତୁ ମୋର ମିତ। ଏଇ କଥା ଶୁଣି ବିଲୁଆ କହିଲା, କ'ଣ ହେଲା?
ଏତେ କଷ୍ଟ କରି ଆସିଲୁ, ଏତେ ବାଟ ଆସିଲୁ, ଏତେ କଷ୍ଟ କଲୁ। ମହାରାଜ କହୁଛି ଉଟ ମାଂସ ବନ୍ଦ। ବିଲୁଆ କହିଲା ଠିକ ଅଛି, ଉଟ ମାଂସ କେମିତି ବନ୍ଦ ହବ, ଏ ଉଟ କେମିତି ବଞ୍ଚିବ ସେଇଟା ମୁଁ ଦେଖିବି। ସିଂହ ରାଜା କହିଲା ଉଟ ଲୋ ମୋ ମିତ, ତୁ ଗୋଟେ କାମ କର। ଉଟ କହିଲା କଣ ମହାରାଜ? ନା ମହାରାଜ କହ ନା, ମତେ ମିତ କହ, ମୋ ସାଥିରେ ଯା। ତୁ ଯଦି ରହିବୁ ତୋ ମାଲିକ ସାଙ୍ଗରେ, ତୋ ମାଲିକ ତତେ ମାରିଦବ, ତତେ ମାରି ତୋର ମାଂସ ଖାଇବ, ତତେ ଖଟି ଖଟି ଖଟାଇବ, ଶେଷରେ ତତେ ମାଂସ ଖାଇବ। ମରୁଭୂମିରେ ଜାହାଜ ପରି ତୁ ମାଲିକର ସେବା କରିବୁ, ଶେଷରେ ମରିବୁ। ମୁଁ ତତେ ଅଭୟ ଦେବି, ମୋ ବଣରେ ତୁ ଯିବୁ, ତୁ ଅଭୟ ବିନା ଭୟରେ ସବୁଦିନ ମୋ ମିତ ହୋଇ ବଞ୍ଚିବୁ, ତତେ କେହି ମାରିପାରିବେନି, ଚରିବୁ ବୁଲିବୁ ବଞ୍ଚିବୁ। ଏ କଥା ଶୁଣି ଉଟ କହିଲା ଠିକ ଅଛି, ଆପଣ ଯଦି କହୁଛନ୍ତି ମିତ ହିସାବରେ ମୁଁ ଯିବି, କିନ୍ତୁ ମୁଁ ବି ମାଲିକ ପାଖରେ ଋଣୀ ଅଛି। ସିଂହ କହିଲା କି ଋଣୀ? ମାଲିକ ପାଖରେ ତୁ ତ ସେବା କରୁଛୁ, ତୋର କିଛି ଋଣ ନାହିଁ। ତୁ ଏବେ ମୋର ମିତ ହିସାବର ମିତ ଧର୍ମ ପାଳନ କରି ମୋ ସାଥିରେ ଯା। ମହାରାଜ କଥା ମାନି ଉଟ କଣ କଲା ନା ଚାଲିଲା। ଉଟ ପିଠିରେ ସିଂହ ରାଜା ବସିଲା, ବିଲୁଆ ବସିଲା, ଚାଲିଥାନ୍ତି। ବିଲୁଆ କହିଲା ମହାରାଜ ଆପଣ କଣ ସବୁ ଭୁଲିଗଲେ? ମତେ ଯେଉଁ କଥା ଦେଇଥିଲେ ସେ କଥାର କଣ କିଛି ମୂଲ୍ୟ ନାହିଁ? ସିଂହ କହିଲା ରେ ବିଲୁଆ, ତତେ ମୁଁ କଣ କଥା ଦେଇଥିଲି? ଆମେ ଦୁହେଁ ଆସିଥିଲୁ ଉଟ ମାଂସ ଖାଇବୁ ବୋଲି, ସମୟ ଏମିତି ଆସିଲା ଆମେ ମୋର ଉଟ ମାଂସ ଖାଇବା ବନ୍ଦ। ତୋର ଯଦି ଉଟ ମାଂସ ଖାଇବାକୁ ଇଚ୍ଛା, ତୁ ଏ ମରୁଭୂମିରେ ରହି ତୋର ଉଟ ମାଂସ ଖା ଶିକାର କରି, କିନ୍ତୁ ଏ ଉଟ ମୋର ମିତ, ମୁଁ ଲୁଣ ଖାଇଛି, ମୁଁ ଏହାର ଋଣ ସୁଝାଇବି। ମୁଁ ଉଟର ଲୁଣ ଖାଇଛି, ମୁଁ ଲୁଣ ଖାଇଛି, ଋଣ ସୁଝେଇବି। ଏହାକୁ ଅଭୟ ଦେଇଛି, କେହି ତାକୁ ମାରିପାରିବେନି। ବିଲୁଆ କହିଲା ତୁ କେମିତି ଅଭୟ ଦଉଛୁ, ଦେଖିବା ଉଟକୁ ତୁ କେମିତି ବଞ୍ଚେଇବୁ। ଏଇ କଥା ବିଲୁଆ ମନରେ ମନରେ ଭାବି କହିଲା ମନରେ, ଆଗକୁ କଣ ହଉଛି ଦେଖିବା, ଉଟ ବଞ୍ଚୁଛି ନା ଉଟ ମରୁଛି, ବିଲୁଆ ଜିତୁଛି ନା ସିଂହ ଜିତୁଛି। ପଶୁ ପକ୍ଷୀ ଗପର ଦ୍ୱିତୀୟ ଭାଗରେ ଦେଖିବା। ମୁଁ ରହୁଛି ରବୀନ୍ଦ୍ର କୁଲ୍ହାରୀ, ନିଜ ରଚନାରୁ କହିଲି। ନମସ୍କାର।